ରାମ ମନ୍ଦିରରୁ ଅଟକ ରହିଥିବା ଅବଦୁଲ କିଏ? ଆଜ୍ଞା, ରାମ ମନ୍ଦିରରେ ନମାଜ ପଢ଼ିବାକୁ ଉଦ୍ୟମ କରୁଥିବା ଅବଦୁଲ କିଏ? ଜାଣନ୍ତୁ ଆପଣ ଏହି ରିପୋର୍ଟ। ଓଡ଼ିଶାର ଏବଂ ଦେଶ ବିଦେଶର ଖବର ପାଇଁ ଆପଣମାନେ ନିଶ୍ଚିତ ଭାବରେ ଏହି ଚ୍ୟାନେଲ ସହିତ ଯୋଡ଼ି ହୋଇଯାଏ। ଅଯୋଧ୍ୟା ରାମ ମନ୍ଦିର ଦକ୍ଷିଣ ଦ୍ୱାରରେ ନମାଜ ପଢ଼ିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କର ପରିଚୟ ମିଳିଛି। ସେ ସୋପିଆନରେ ରହୁଥିବା ଅବଦୁଲ ଆହାଦ ଶେଖ ବୋଲି ଜଣାପଡ଼ିଛି। ତାଙ୍କ ବୟସ 55 ବର୍ଷ ବୋଲି କୁହାଯାଉଛି। ରାମ ମନ୍ଦିର ପରିସରକୁ ଅବଦୁଲକୁ ସୁରକ୍ଷାକର୍ମୀ ଅଟକ ରଖିଛନ୍ତି। ପଚରାଉଚରା ସମୟରେ ଅବଦୁଲ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଏହି ସୂଚନା ଦେଇଛି। ଏହି ମାମଲାକୁ ନେଇ କାଶ୍ମୀରରେ ମଧ୍ୟ ତଦନ୍ତ କରାଯାଇଛି। ପଚରାଉଚରା ପାଇଁ ପୋଲିସ ଓ ସୁରକ୍ଷା ଏଜେନ୍ସି ଅବଦୁଲର ଘରକୁ ମଧ୍ୟ ଗସ୍ତ କରିଛନ୍ତି। ରାମ ମନ୍ଦିର ପରିସରରେ ନମାଜ ପଢ଼ୁଥିବା ସମୟରେ କିଛି ଲୋକ ଅବଦୁଲକୁ ଦେଖି ଧରି ନେଇଥିଲେ। ପରେ ସୁରକ୍ଷାକର୍ମୀ ହସ୍ତାନ୍ତର କରିଥିଲେ। ଯେତେବେଳେ ତାଙ୍କୁ ନମାଜ ପଢ଼ିବା ପାଇଁ ମନା କରାଯାଇଥିଲା, ସେତେବେଳେ ସେ ଧାର୍ମିକ ସ୍ଲୋଗାନ ଦେଇଥିଲେ। ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ବ୍ୟାଗ୍ରୁ କାଜୁ ଓ କିସମିସ ମିଳିଛି। ପୋଲିସର ପଚରାଉଚରା ସମୟରେ ଅବଦୁଲ ଆଜମେର ଯିବା କଥା କହିଥିଲା। ତଦନ୍ତରୁ ଜଣାପଡ଼ିଛି କି ସେ ମନ୍ଦିର ଦର୍ଶନ କରିବା ସହିତ ସୀତାରୋଷକରେ ଧାର୍ମିକ କାର୍ଯ୍ୟକଳାପରେ ଲିପ୍ତ ଥିଲା। ସେ କାହିଁକି ଅଯୋଧ୍ୟା ଆସିଥିଲେ? ମନ୍ଦିର ଭିତରକୁ କାହିଁକି ଗଲ? କ'ଣ ପାଇଁ ନମାଜ ପଢ଼ିବାକୁ ଚେଷ୍ଟା କଲା? କାହା ନିର୍ଦ୍ଦେଶରେ ଏଠାକୁ ଆସିଥିଲା? ଏସବୁ ସୁରକ୍ଷା ଏଜେନ୍ସିକୁ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହି ମନ୍ଦିର ପରିସରରେ ନମାଜ ପାଠ କରିବାକୁ ଚେଷ୍ଟା କରିବା ଘଟଣା ସାମ୍ନାକୁ ଆସିବା ପରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ହୋଇ କାଶ୍ମୀରରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀମାନେ ସୋପିଆନରେ ଅବଦୁଲଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସହିତ କଥା ହୋଇଥିଲେ। ଉକ୍ତ ବ୍ୟକ୍ତିଙ୍କ ପୁଅ ଇମ୍ରାନ କହିଛନ୍ତି ଯେ ତାଙ୍କ ବାପା କାହିଁକି ଅଯୋଧ୍ୟା ଯାଇଥିଲେ କିମ୍ବା ସେଠାରେ କ'ଣ ଘଟିଥିଲା ସେ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ତାଙ୍କ ବାପା ପ୍ରାୟ 5 ଦିନ ପୂର୍ବରୁ ଘରୁ ଚାଲି ଯାଇଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ସେ ମାନସିକ ରୋଗୀ ଏବଂ ବର୍ତ୍ତମାନ ଶ୍ରୀନଗରର ଏକ ମାନସିକ ହସ୍ପିଟାଲରେ ଚିକିତ୍ସାଧୀନ ଅଟନ୍ତି। ତଥାପି ମନ୍ଦିର ପରିସରରେ ପ୍ରାର୍ଥନା ଚେଷ୍ଟା ସମ୍ପର୍କରେ ପ୍ରଶାସନ କୌଣସି ବିବୃତ୍ତି ଜାରି କରିନି କିମ୍ବା ମନ୍ଦିର ଟ୍ରଷ୍ଟ ମଧ୍ୟ ଏହି ବିଷୟରେ କୌଣସି ବିବୃତ୍ତି ଜାରି କରିନି। ଏ ଘଟଣା ପରେ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ଘଟଣାକୁ ମନ୍ଦିରର ସୁରକ୍ଷା ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି। ଦେଖାଯାଉ ଏହି ଘଟଣା ଆହୁରି କେତେ କ'ଣ ମୋଡ଼ ନେଉଛି। ଆମେ ଦେଖା ହେବା ଅନ୍ୟ ଏକ ଖବର ସହିତ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ